ଆମ ଓଡିଶା ପିଠାପଣା ପର୍ବପର୍ବାଣୀ ସବୁଥିରେ ଆଗରେ। ଆଉ ଓଡିଆ ଘରର ଖାଇବା ହେଉଛି ସବୁଠୁ ବେଷ୍ଟ। ଆଜି ବି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଗୋଟେ ଓଡିଆ ରେସିପି। ଓଡିଶାରେ ଘରେ ଘରେ ପରିଚିତ ସିଝା ମଣ୍ଡା ପିଠା। ଚାଲନ୍ତୁ ମୁଁ କେମିତି ବନେଇଛି ଆପଣମାନଙ୍କ ସାଙ୍ଗେ ସେୟାର କରୁଛି। ପ୍ରଥମେ ମୁଁ ପୁର ପ୍ରସ୍ତୁତ କରିବା ପାଇଁ ନଡିଆ କୋରିକି ନେଇଯାଇଛି, ତା ସହ ଛେନାକୁ ନେଇଯାଇଛି, ଗୋଲମରିଚ ଗୁଣ୍ଡ ଆଉ ଗୁଜୁରାତି ଗୁଣ୍ଡ ପକେଇ ତା ସହ ଚିନି କିଛି ଆଡ କରି ଆମେ ତାକୁ ପୁର ବନେଇଦବା। ଏବେ ଚାଉଳକୁ ଗ୍ରାଇଣ୍ଡିଙ୍ଗ କରି ଚଲାରେ ଚଲେଇଦବା, ଏମିତି କି ଗୋଟେ ବି ଗୋଟା ଚାଉଳ ରହିବନି। ଏବେ ଗୋଟେ କଡାଇରେ କିଛି ପାଣି ନବା, ସେଥିରେ କିଛି ଆବଶ୍ୟକତା ଅନୁଯାୟୀ ଲୁଣ ଦେଇ ଚାଉଳ ଚୁନାକୁ ସେଥିରେ ଆଡ କରି ଆମେ ଭଲ ଭାବରେ ଜନ୍ତନି ତିଆରି କରିଦବା। ଆମର ଏବେ ଜନ୍ତନି ରେଡି ହେଇଯାଇଛି। ଏହାକୁ ଆମେ ଗୋଟେ ପ୍ଲେଟକୁ କାଢିଦବା ଆଉ ଥଣ୍ଡା କରିବା ପାଇଁ ଫ୍ୟାନ ଆଗରେ ରଖିଦବା। ଏହାକୁ ଏବେ ଆମେ ହାତ ସାହାଯ୍ୟରେ ଅଟା ଯେମିତି ଚକଟା ହଉଛି ସେମିତି ଚକଟି ଦବା ଆଉ ଗୋଲ ଗୋଲ ସେପ ର କରି ଆମେ ଗଢିବା। ତା ମଝିରେ ବନେଇକି ରଖିଥିବା ନଡିଆ ଆଉ ଛେନାର ପୁରକୁ ତା ମଝିରେ ଦେଇ ଆମେ ଗୋଟେ ପରେ ଗୋଟେ ପୁରା ଗୋଲ ଗୋଲ ସେପ ର ଗଢି ଏହାକୁ ଆମେ ଗୋଟେ ପ୍ଲେଟରେ ରଖିଦବା। ଆକ୍ଚୁଆଲି ଏଇ ପିଠା ମୁଁ କରୁନି, ମତେ ଏଇ ପିଠା ଆସେନି। ଜଣେ ଦିଦି ଆମ ପଡୋଶୀର, ତାଙ୍କୁ ସବୁ ପିଠା ଜଣା। ଥରେ ମୁଁ ତାଙ୍କୁ କହିଥିଲି କେମିତି ମଣ୍ଡା ପିଠା ବନଉଛ ମତେ ଶିଖେଇ ଦିଅ, ସେଥିପାଇଁ ସିଏ କାଲି ମତେ ଶିଖଉଥିଲେ ଆଉ ମୁଁ ଦେଖୁଥିଲି କେମିତି ହଉଛି। ଏବେ ଏହାକୁ ଆମେ ଗୋଟେ ଇଟିଲି ଛାଞ୍ଚରେ ଦେଇ 15 ମିନିଟ ପାଇଁ ସିଝେଇ ଦବା। ଫାଇନାଲି ଆମର ରେଡି ହେଇଯାଇଛି ନରମ ନରମ ମଣ୍ଡା ପିଠା।